রাস্তাটা সম্পূর্ণ ভাবে দবি যাইছে আর 2-3 দিন পরে আপনার এই পাখাপাখি দেখিথিবে যে সিলভা পলটা যেপরি ভাবে দবিছে এই রাস্তার অবস্থা মধ্যে সেইপরি হব। দেখন্তু আজ্ঞা বর্তমান তো যা প্রশাসন আর সরকার সবু তো মিলি ভগতরে কাম করছেন, যে কামটা যে হওয়া কথা সেই হিসাবে হয়নি। সে কামটা এত নিম্নমানর যেটি কি বালি দেওয়া জায়গায় পুরা সেটি উদা পচপচ চিকটা মাটি দিয়েছে, যাফলে এবে রাস্তাটা সম্পূর্ণ ভাবে দবি যাইছে আর 2-3 দিন পরে আপনার এই পাখাপাখি দেখিথিবে যে সিলভা পলটা যেপরি ভাবে দবিছে এই রাস্তার অবস্থা মধ্যে সেইপরি হব। কারণ কন্ট্রাক্টর ଆଉ যেই ସାର୍ ଆମର ସେ ତାଙ୍କର ପୁରା ମିଶିକି ଭାଗ ବାଣ୍ଟାରେ ସବୁବେଳେ ତାଙ୍କର ଚଲେଇଛନ୍ତି। ଆଉ ତେଣୁ ଲୋକ ମରନ୍ତୁ, ଏଥିରେ ସରକାରର କୌଣସି ଯାଇ ଆସେନି, ପବ୍ଲିକ ହଇରାଣ ହୁଅନ୍ତୁ। ତେଣୁ ମୁଁ ଭାବୁଛି ଏହା ଭଲ ଭାବରେ ତଦନ୍ତ ହଉ ଏବଂ ତା ତଳେ ଯେଉଁ ଚିକଟା ମାଟିଆ ଦିଆଯାଇଛି ତାକୁ ସମ୍ପୂର୍ଣ୍ଣ ଭାବରେ ନିଷ୍କାସନ କରିକି ନୂତନ ଭାବରେ ଭଲ ଭାବରେ ରାସ୍ତାଟି କାର୍ଯ୍ୟ ହଉ ଆମର ଦୃଢ଼ ଇଏ ଅନୁରୋଧ ଆଉ ଦାବି ରହୁଛି। 3-4 ମାସ ଭିତରେ 3-4 ମାସ ହେଲା ହଁ ସରିଛି। ତ ବର୍ତ୍ତମାନ ଆମେ ଦେଖୁଛୁ ଫୁଲ ଗୁଡ଼ା ଦବି ଯାଇଛି। ଆଜ୍ଞା ପୁରା ଦବିଛି, ଦେଖୁନ ଆପଣ ଦେଖୁନା କେମିତି ଦବିଛି। ଆପଣ ଏମିତି ପୁଲ କରିଦେଲେ କି ହବ? ଯୋଉଟା ଆପଣ ଦେଖିବା ଆମେ ଯିବା ଆସିବାର ଲାଗି ସେଟା କରୁବା ବହୁତ ନିମ୍ନମାନର କାମ କରୁଛି। କାମ ଠିକାଦାର ଯେମିତି କରିଛି ସେମିତି କରୁଛି। ଏଇଟା ଦେଖୁନ ଆପଣ ଦେଖୁନ ଯେମିତି କରିଛି କାମଟା ଆପଣ ଦେଖିଲେ ଯିବା ଆସିବା ବି ଟିକେ লোক তো ଯିବା ଆସିବା କରିବେ ନା। କଣ କହିବେ, କଣ ଦାବି ରଖିବେ ସରକାରଙ୍କ ପାଖରେ? ଦାବି କିଛି କହିବେ ଆପଣ ଯେ ପୋଲଟା ଦେଖିବେନି ତାପରେ ଇଏ କରିବା ଆକ୍ସନ କରିବା। ଏମିତି ସେ ଇଏଟା ସେମିତି ଚାଲିବ, ସେମିତି ଚାଲିଲେ ତ ହବନି କିଛି କାମ। କାମ ହେଇକି 4 ମାସ ପାଖାପାଖି ହେଇଗଲା। এই যে ବର୍ଷା ହେବା ତା ପୂର୍ବରେ କାମଟା କମ୍ପ୍ଲିଟ ହେଇଯାଇଛି। ଏ କୂଳ ସେ କୂଳ ମାନେ ଏମିତି ଯେଉଁ ଜାଗାରେ ମାଟି ଦିଆଯାଇଛି ସେଟା ଦବି ଯାଇଛି, ପିଚ ଫିଚ ସେଟା ଦବି ଯାଇଛି। ଯାହା କହିବାକୁ ଗଲେ ଏଟା ନିମ୍ନ ମାନେ ଇଏ କାମ ହେଇଯାଇଛି। ଆଉ କଣ ଦାବି ରଖିବେ ସରକାରଙ୍କୁ, କଣ କହିବେ? ସରକାରକୁ କାମକୁ ଯୋଉଟା ଆଉ ଟିକେ ଭଲ ଯେମିତି ହେବ ସେଇ ଟାଇପର। ଠିକାଦାର କାମ କରିକି ପଳେଇଛି, ବର୍ତ୍ତମାନ ୟାର ପୁଣି ଆଉଥରେ ମେଣ୍ଟେନାନ୍ସ ଦରକାର ହଉଛି। ଆଉଥରେ ମେଣ୍ଟେନାନ୍ସ କାମ ନିହାତି ଦରକାର, ନହେଲେ ଆମେ ତ ଯାତାୟାତ ବହୁତ ଉଡ଼ୁଆରେ ପଡ଼ିବ। ଏଇ ଗାଡ଼ି ଫାଡ଼ି ଯିବା ଆସିବା କରିବା ପାଇଁ ବହୁତ ଉଡ଼ୁଆ। ଏଇ ଯେଉଁ ପୁରା ଦବି ଯାଇଛି, ଫୁଲରୁ ସେ ଫୁଟେ ପାଖାପାଖି ଦବି ଯାଇଛି।